ଶ୍ରୀମନ୍ଦିରରେ ଯେଉଁ ପାଣିରେ ଧୁଆଧୋଇ ହୁଏ ତାକୁ କୁହାଯାଏ ଧୋ ପଖାଳ। ଶ୍ରୀମନ୍ଦିରରେ ଜୟ ବିଜୟ ଦ୍ୱାର ଦେଇ ପ୍ରବେଶ କରିବା ପାଇଁ ଗଲାବେଳେ ଗୋଟିଏ ଅର୍ଦ୍ଧବୃତ୍ତାକାର ପାହାଚ ଅଛି, ତାକୁ କୁହାଯାଏ ଲଣ୍ଡାବର୍ତ୍ତ ବା ନନ୍ଦାବର୍ତ୍ତ। ଗୋଟିଏ ଅର୍ଦ୍ଧବୃତ୍ତାକାର ପାହାଚ, ତାପରେ ନବାଙ୍କ ବେଶ। ନବାଙ୍କ ବେଶ ମକର ସଂକ୍ରାନ୍ତି ପୂର୍ବଦିନ ଭଗବାନ ଜଗନ୍ନାଥଙ୍କର ନବାଙ୍କ ବେଶ ହୁଏ। ଭକ୍ତମାନେ ସେଦିନ ମନ୍ଦିରକୁ 9 ଥର ପରିକ୍ରମା କରନ୍ତି, ନବାଙ୍କ ବେଶ। ତେଣୁ ବିଭିନ୍ନ ଏହିପରି ଭାବରେ ବିଭିନ୍ନ ଶ୍ରୀମନ୍ଦିରକୁ ନେଇ ବହୁତ ପ୍ରକାର ଶବ୍ଦ ରହିଛି। ନାକଚଣା ଦ୍ୱାର, ଗୁଣ୍ଡିଚା ଘରରେ ସିଂହଦ୍ୱାର ଦେଇ ପ୍ରବେଶ କରନ୍ତି, କିନ୍ତୁ ବାହାରିଲା ବେଳେ ପ୍ରତ୍ୟାବର୍ତ୍ତନ